ଦୁଇ ସାଙ୍ଗ ଯୋଗୁ ଆଉ ମନୁ ସ୍କୁଲ ଛୁଟି ହେବା ପରେ ସ୍କୁଲ ପାଖରେ ଥିବା ଗୋଟେ ଭଙ୍ଗା ମନ୍ଦିର ପାଖରେ ବସନ୍ତି ଓ ସେଠାରେ ସେମାନେ ଖଟି କରନ୍ତି। ଦିନେ ସେହି ଭଙ୍ଗା ମନ୍ଦିର ସିଡ଼ି ଉପରେ ବସିଥିବା ବେଳେ ଯୋଗୁ କହିଲା, ମନୁ ମୋତେ ସବୁଦିନ ସ୍କୁଲ ଆସିବାକୁ ଭଲ ଲାଗୁନି। ଯଦି ଆମ ସ୍କୁଲରେ ନିଆଁ ଲାଗିଯାଆନ୍ତା ତାହେଲେ ଆମର ମାସେ ଭଳିଆ ଛୁଟି ହୋଇଯାଆନ୍ତା। ଯୋଗୁ କଥା ଶୁଣି ମନୁ କହିଲା, ହଁ ତୁ ଠିକ୍ କହୁଛୁ, କିନ୍ତୁ ଏଟା ଅସମ୍ଭବ। ତା ପରଦିନ ଯେବେ ଯୋଗୁ ଆଉ ମନୁ ସ୍କୁଲ ପହଞ୍ଚିଲେ ସେ ଦେଖିଲେ ସ୍କୁଲ କାନ୍ଥରେ ବିଜୁଳି ପଡ଼ି ସ୍କୁଲ ଭିତରେ ନିଆଁ ଲାଗିଯାଇଛି। ତାପରେ ଯୋଗୁ ଆଉ ମନୁ ଭୟରେ ସ୍କୁଲ ନ ଯାଇ ସେହି ଭଙ୍ଗା ମନ୍ଦିର ପାଖକୁ ଗଲେ। ସେମାନେ ଭାବିଲେ କି ଏହି ଭଙ୍ଗା ସିଡ଼ିରେ ଆମେ ଯାହା ଉଇସ୍ ମାଗିବୁ ତାହା ସତ ହୋଇଯିବ। ସେଥିପାଇଁ ଯୋଗୁ ଆଉ ମନୁ ହାତ ଯୋଡ଼ି ଉଇସ୍ରେ ବହୁତ ଗୁଡ଼ାଏ ପଇସା ମାଗିଲେ। ତାପରେ ଗୋଟେ ଦିନ ବିତିଗଲା, କିନ୍ତୁ କିଛି ହେଲା ନାହିଁ। ଯୋଗୁ ଆଉ ମନୁକୁ ଗୋଟେ ଟଙ୍କା ବି ମିଳିଲାନି। କିନ୍ତୁ ତା ପରଦିନ କିଛି ବହୁତ ଭୟାନକ ଘଟିଲା। ତା ପରଦିନ ଯୋଗୁ ଆଉ ମନୁ ରେଲୱେ ଫାଟକ କ୍ରସ୍ କରୁଥିବା ବେଳେ ଟ୍ରେନ୍ ଆକ୍ସିଡେଣ୍ଟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଗଲା। ରେଲୱେ ସରକାରୀ କ୍ଷତିପୂରଣ ପାଇଁ ମନୁ ଓ ଯୋଗୁର ପରିବାରକୁ 30 ଲକ୍ଷ ଟଙ୍କା ଦିଆଗଲା। ଏହିଭଳି ହରର ଷ୍ଟୋରି ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ କରିଦିଅନ୍ତୁ।